ଜୟ ଜଗନ୍ନାଥ ସାଙ୍ଗମାନେ, ୱେଲକମ୍ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଗଭର୍ଣ୍ଣମେଣ୍ଟ ଏକ୍ଜାମ୍ ସପୋର୍ଟକୁ। ତ ସାଙ୍ଗମାନେ ଏବେ ଆର୍ଆଇ ଅମିନ ଏସ୍ଏଫଏସ୍ ଏକ୍ଜାମ୍ ଅଲରେଡ଼ି ଚାଲୁଛି, ପ୍ରିଲିମିନାରୀ ଏକ୍ଜାମ୍। ତ ଆପଣମାନେ ନିହାତି ଭାବରେ ଆପଣମାନଙ୍କ ପ୍ରିପାରେସନ୍କୁ ବହୁତ ଭଲରେ କରୁଥିବେ ବୋଲି ଆଶା। ଆଉ ଆପଣଙ୍କର ଏକ୍ଜାମ୍ ସବୁ ଭଲ ରହୁ, ମୁଁ ଏତିକି ଠାକୁରଙ୍କ ପାଖରେ ପ୍ରାର୍ଥନା କରୁଛି। ତ ଆପଣମାନେ ଆଜି ଗୋଟେ ଆଲୋଚନା କରିବା ସେଫ୍ ଆଟେମ୍ପ୍ଟ କେତେ ହେବା ଦରକାର। ତ କେତେ କଲେ ଆପଣମାନେ ନିହାତି ଭାବରେ ପ୍ରିଲିମିନାରୀ କ୍ଲିୟର କରିପାରିବେ। ଦେଖନ୍ତୁ ସେଫ୍ ଆଟେମ୍ପ୍ଟ କେତେ କଲେ କ୍ଲିୟର ହେବ, ଆଉ ଆପଣମାନେ ମନେ ରଖିଥାନ୍ତୁ, ଆପଣମାନେ ଯଦି 80 ବି କରୁଛନ୍ତି କ୍ଲିୟର ହେବ, 70 ବି ଯଦି ଆଟେଣ୍ଡ କରୁଛନ୍ତି କ୍ଲିୟର ହେଇପାରିବ। ପିଲା ବି 90+ ବି କରୁଛନ୍ତି, କିନ୍ତୁ 90+ କରିକି ଯଦି ଗୁଡ଼ାଏ ଭୁଲ କରିବେ କିଛି ଲାଭ ନାହିଁ। କାହିଁକିନା ଏଥିରେ କ୍ଲିଅରଲି ଏଇଟା ହେଉଛି ନର୍ମାଲାଇଜିଂ ସ୍କୋର ଆକାରରେ ଆପଣଙ୍କର କାଉଣ୍ଟ ହେବ। ତ ଆପଣମାନଙ୍କର ସିଫ୍ଟ ଆଉ ଡେ ନର୍ମାଲାଇଜିଂ ସ୍କୋରର କାଉଣ୍ଟ ହେବ। ଆପଣ ଯଦି ଅଳ୍ପ ମାର୍କ ରଖିଥିବେ ବି, ଯଦି ହାର୍ଡ ସିଫ୍ଟ ଥିବ ତାହେଲେ ନିହାତି ଭାବରେ ଅଧିକ ମାର୍କ ଆପଣଙ୍କର ଆସିଯିବ। ତ ଆପଣମାନେ ଯଦି ସହଜ ସିଫ୍ଟ ଥିବ ତ ଆପଣମାନେ ଯଦି ସ୍କୋର ଅଧିକ କରିଥିବେ ବି ଆପଣଙ୍କର ମାର୍କ କମିଯିବ। ତେଣୁ ଯେହେତୁ ମଲ୍ଟିପୁଲ ସିଫ୍ଟ ହେଉଛି ମଲ୍ଟିପୁଲ ଡେଜ୍ରେ, ତ ଆପଣମାନେ କେବେ ବି କହିପାରିବେନି ଆପଣମାନେ ଯଦି ଅଧିକ ଆଟେମ୍ପ୍ଟ କରିବାରେ ହିଁ ଆପଣ କ୍ଲିୟର କରିଦେବେ କି ମାର୍କ ରହିଯିବ, ସେମିତି କିଛି ନାହିଁ। ତ ଆପଣମାନେ 80 କଲେ ହେବ, 70 କଲେ ବି ହେଇଯିବ, ସେମିତି କିଛି ନାହିଁ। କିନ୍ତୁ ଆକ୍ୟୁରେସି ନିହାତି ଭାବରେ ଗୋଟେ ଫ୍ୟାକ୍ଟର ରହୁଛି, ଆକ୍ୟୁରେସି। ତାପରେ ଆପଣମାନେ ଜାଣିଥିବେ TCS କରୁଛି ମାନେ ଆପଣଙ୍କର କରେଣ୍ଟ ଆଫେୟାର ବହୁତ, ମାନେ ଆପଣଙ୍କର ଟିକେ ଲେବୁଲ ବାଲା ପକେଇବ, ତ ଆପଣମାନେ ନିହାତି ଭାବରେ ତାକୁ ସ୍କିପ୍ କରିପାରିବେ। ଆପଣ ଯଦି ସ୍କିପ୍ କରିବେ ହିଁ ଠିକ୍ ହେବ, କାହିଁକିନା କୋଶ୍ଚିନ୍ ଯଦି ଭୁଲ ମାରିବେ ତାହେଲେ ବେଶୀ ଖରାପ ହେବ ଏକ୍ଜାମ୍। ଆପଣମାନେ ଆୱାର୍ଡ଼ ଯେଉଁଟା ଆପଣଙ୍କର ଯେଉଁଟା ସ୍ପୋର୍ଟସ୍, ଏସବୁ କିଛି ଯେଉଁଟା ଡେଲି ଆପଣଙ୍କର ଏକ୍ଜାମ୍ରେ ଆସେ ତାକୁ ହିଁ ଦେଖିଦିଅନ୍ତୁ। ସେ ତ ଯେଉଁ କୋଶ୍ଚିନ୍ ଆପଣଙ୍କର ପକାଉଛି ଟିକେ କ୍ରିଟିକାଲ ପକାଉଛି। ତ ଆପଣମାନଙ୍କ ପାଇଁ ଏତିକି ଇନଫର୍ମେସନ୍ ଥିଲା। ଆଉ ମ୍ୟାଥ୍ ରିଜନିଂ ଆପଣଙ୍କର ଠିକ୍ଠାକ୍ ପକାଉଛି, କିନ୍ତୁ ଲେବୁଲ ବାଲା ମ୍ୟାଥ୍ କିଛିଟା ଅଛି, ତ ଆପଣମାନେ ସେଟାକୁ ଟିକେ ଧ୍ୟାନ ଦେବେ। ଟାଇମ୍ ଆଣ୍ଡ ୱାର୍କ ଆଉ ଟାଇମ୍ ଡିଷ୍ଟାନ୍ସ ଏସବୁ ଟ୍ରେନ୍ ଲେବୁଲ ବାଲା ମ୍ୟାଥ୍ କିଛି ପ୍ରାକ୍ଟିସ୍ କରି ଯାଆନ୍ତୁ, ପଜଲ୍ ଦେଖି ଯାଆନ୍ତୁ ରିଜନିଂରେ। ଆଉ ସବୁ ଠିକ୍ଠାକ୍, ଆପଣ ଓଡ଼ିଆ ଇଂଲିଶ କରିପାରିବେ। ଆଉ ଦେଖିବେ ଜିକେଟାକୁ ଟିକେ ଧ୍ୟାନ ଦେଇ କରିବେ। ଏତିକି। ଅଲ୍ ଦି ବେଷ୍ଟ ଫର୍ ଟୁମୋରୋ ଏକ୍ଜାମ୍। Thank you very much.